ଅମଲା ସଂଘର ଯେଉଁମାନେ ସଦସ୍ୟ ଅଛନ୍ତି ସେମାନେ ଭାଇ ରାଜସ୍ୱ ପରିବାରର ଏବଂ ରାଜସ୍ୱ ପରିବାରର ମୁରବୀ ଭାବରେ ସେମାନଙ୍କର କଥା ଶୁଣିବା ଏବଂ ଯୁକ୍ତିସଙ୍ଗତ ଦାବିକୁ ଗ୍ରହଣ କରିବା ଏସବୁ ମୋର ଦାୟିତ୍ୱ। ଏବଂ ଯେତେବେଳେ ସଂଘ ଆଲୋଚନା କରୁଥିଲା ସେ ସମୟରେ ସେମାନଙ୍କୁ ମୁଁ କହିଥିଲି ଯେ ଯେଉଁ ସବୁ ସମସ୍ୟା ଅଛି ଗୋଟିଏ ପରେ ଗୋଟିଏ ସମସ୍ୟା ଆମେ ସମାହିତ କରିବା ଏବଂ ସବୁ ଭିତରୁ ସେମାନେ ମୂଳ ସମସ୍ୟା କହିଲେ ଯେ ରିଷ୍ଟ୍ରକ୍ଚରିଂ କାମଟା ଆମର ପ୍ରାଥମିକତା ଦେବା କଥା। ରିଷ୍ଟ୍ରକ୍ଚରିଂ କାମଟା ଜିଏ ଡିପାର୍ଟମେଣ୍ଟ କରେ, ତେଣୁ ତାଙ୍କର ଯେଉଁ ରିଷ୍ଟ୍ରକ୍ଚରିଂ ବାବଦରେ ଯେଉଁ ପ୍ରସ୍ତାବ ଥିଲା ଯେଉଁ ଦିନ ଦେଲେ ସେଇଦିନ ରାଜସ୍ୱ ବିଭାଗ ତାର ସୁପାରିଶ ସହିତ ଜିଏ ଡିପାର୍ଟମେଣ୍ଟକୁ ଫାଇଲଟା ପ୍ରେରଣ କଲା। ଜିଏ ଡିପାର୍ଟମେଣ୍ଟ ମଧ୍ୟ ତାକୁ ଅଧ୍ୟୟନ କଲା ପରେ ଅର୍ଥ ବିଭାଗକୁ ପଠେଇଛି। ଏସବୁ ସେମାନଙ୍କୁ ଜଣାଅଛି। ଆରମ୍ଭରୁ ମୋର ମନେ ହେଉଥିଲା ଯେ ଯେଉଁମାନେ ଅମଲା ସଂଘର ଦାୟିତ୍ୱରେ ଅଛନ୍ତି ସେମାନେ ଅମଲା ମାନଙ୍କର ବିକାଶ ଚାହୁଁଛନ୍ତି, ସମସ୍ୟାର ସମାଧାନ ଚାହୁଁଛନ୍ତି ବୋଲିକିରି। କିନ୍ତୁ ପରେ ମୋର ମନେ ହେଲା ଯେ ସେମାନେ କେବଳ ଦାୟିତ୍ୱରେ ଅଛନ୍ତି ଅନ୍ୟମାନଙ୍କ ଦ୍ୱାରା ପ୍ରେରିତ ହୋଇକରି ସରକାର ବିରୁଦ୍ଧରେ ଆନ୍ଦୋଳନ କରିବା ପାଇଁ। ସମସ୍ୟା ସମାଧାନ କରିବାର ତାଙ୍କର ଆଦୌ ଉଦ୍ଦେଶ୍ୟ ନୁହଁ। ମୋ ପାଖରେ ବିଭିନ୍ନ ମହଲରୁ ତଥ୍ୟ ମଧ୍ୟ ଆସିକରି ପହଞ୍ଚିଲାଣି। ସମସ୍ୟା ସମାଧାନ କରିବା ତାଙ୍କର ଉଦ୍ଦେଶ୍ୟ ନୁହଁ। ଅମଲାମାନଙ୍କୁ ଢାଲ କରିକରି ସରକାରଙ୍କର ବିରୁଦ୍ଧରେ ଏଭଳିଆ ଆନ୍ଦୋଳନ କରେଇବା ତାଙ୍କର ଲକ୍ଷ୍ୟ ଭଳିଆ ମନେ ହେଉଛି। ଆଜି ବି ଅମଲା ଭାଇମାନେ ବିଭିନ୍ନ ଜିଲ୍ଲାରୁ ମୋ ପାଖକୁ ଆସିଥିଲେ, ଗତକାଲି ମଧ୍ୟ ଆସିଥିଲେ, ପ୍ରତ୍ୟେକ ଦିନ ଆସୁଛନ୍ତି। ତେଣୁ ସେମାନଙ୍କର ସମସ୍ୟା ମୋର ପରିବାରର ସମସ୍ୟାର ଦାୟିତ୍ୱ ସଂଘର ଯେଉଁ ନେତାମାନେ ବହନ କରିଛନ୍ତି ତାଠାରୁ ଆଉ ବଡ଼ ଦାୟିତ୍ୱ ମୋର, ଉତ୍ତରଦାୟିତ୍ୱ ମୋର କର୍ମଚାରୀମାନଙ୍କର ସମସ୍ୟା ମୁଁ ସମାଧାନ ନ କରିବି ଆଉ କିଏ କରିବ? ତେଣୁ ଯେତେ ବି ସମସ୍ୟା ଅଛି ସମସ୍ୟା ତିଆରି କରିବାଟା ଭାରି ସହଜ, ସାଙ୍ଗେ ସାଙ୍ଗେ କରିହେବ। ସମସ୍ୟା ତିଆରି କରିବାଟା, ସମାଧାନ ତିଆରି କରିବା ପାଇଁ ସମୟ ଲାଗେ। ବିଧି ବ୍ୟବସ୍ଥା ଭିତରେ ହୁଏ ଏବଂ ସେଥିରେ ବିଭିନ୍ନ ବିଭାଗର ମଧ୍ୟ ଅନୁମୋଦନର ଆବଶ୍ୟକତା ଥାଏ। ତେଣୁ ତାଙ୍କର ରିଷ୍ଟ୍ରକ୍ଚରିଂ ସମସ୍ୟାର ସମାଧାନ କରିବା ପାଇଁ ଶେଷ ସୋପାନରେ ଆମେ ପହଞ୍ଚିଛୁ। ବାକି ପ୍ରମୋସନାଲ ଏଭିନ୍ୟୁ ବାବଦରେ ମଧ୍ୟ ତାଙ୍କ ସାଙ୍ଗରେ ମୁଁ ଏକମତ ଯେ ଯଦି ଜଣଙ୍କର ଭବିଷ୍ୟତରେ ତା ଉପରକୁ ଯିବା ପାଇଁ ରାସ୍ତା ନଥିବ, କାମ କରିବା ପାଇଁ ସେ ପ୍ରେରିତ ହେବ ନାହିଁ। ତେଣୁ ସେ ବାବଦରେ ମଧ୍ୟ ଇନ୍ ପ୍ରିନ୍ସିପଲ୍ ତାଙ୍କ ଏ ସମସ୍ୟା ସାଙ୍ଗରେ ଦାବି ସାଙ୍ଗରେ ମୁଁ ଏକମତ। ସ୍କେଲ୍ ଅଫ୍ ପେ'ର ପେରିଟି ନେଇକରି ମଧ୍ୟ ସେମାନେ ଯେଉଁ ଯୁକ୍ତି କରୁଛନ୍ତି ସେ ଯୁକ୍ତି ସାଙ୍ଗରେ ମଧ୍ୟ ମୁଁ ଏକମତ। କିନ୍ତୁ ଯେତେ ସମସ୍ୟା ଆମକୁ ଅତୀତରେ ବିଗତର ସରକାରମାନେ ଛାଡ଼ିକରି ଯାଇଛନ୍ତି, ଏ ଗୋଟିଏ ସମସ୍ୟାର ସମାଧାନ କିଏ କଲେ? ଗୋଟିଏ ସମସ୍ୟାର ମଧ୍ୟ ସମାଧାନ କଲେ ନାହିଁ। ଏବେ ଏତେ ସମସ୍ୟା ମୁଣ୍ଡକୁ ଆସିଲା ପରେ ତାକୁ ସମାହିତ କରିବା ପାଇଁ ସମୟ ଲାଗିବ। ଆଉ ଗୋଟିଏ ପରେ ଗୋଟିଏ ଆମେ କରିବୁ। ସେ ରାସ୍ତାରେ ଆମେ ଅଛୁ, ସେ କାମରେ ଅଛୁ। ଅମଲା ଭାଇମାନଙ୍କର ମୋର ଅନୁରୋଧ, ଇଏ ଯେଉଁମାନେ ସେମାନଙ୍କୁ ଭୁଲ ରାସ୍ତାରେ ପରିଚାଳିତ କରୁଛନ୍ତି ତାଙ୍କୁ ଚିହ୍ନନ୍ତୁ। ସେମାନେ ଅମଲା ଭାଇମାନଙ୍କର ମଙ୍ଗଳ ଚାହୁଁନାହାନ୍ତି, ଅମଙ୍ଗଳ ଚାହୁଁଛନ୍ତି। ଆଉ ଲୋକଙ୍କର ସେବା ପାଇଁ ଆମେ ସମସ୍ତେ ଅଛୁ। ଲୋକଙ୍କର ସେବା ନ କରି ଆମେ ଯଦି ଲୋକଙ୍କୁ ହଇରାଣରେ ପକେଇବା ତାହେଲେ ଆମେ ଆମର କାର୍ଯ୍ୟ ପ୍ରତି ନ୍ୟାୟ କରିପାରିବା ନାହିଁ। କାର୍ଯ୍ୟରେ ଯୋଗ ଦିଅନ୍ତୁ, ଲୋକଙ୍କ ପାଇଁ କାମ କରନ୍ତୁ, ଅଧିକ ସମୟ କାମ କରନ୍ତୁ, କୌଣସି ଲୋକକୁ ସେବାରୁ ବଞ୍ଚିତ କରାନ୍ତୁ ନାହିଁ। ଲୋକ ସେବା କରିବାରେ ଯେତିକି ସେମାନେ ବ୍ରତୀ ହେବେ ତାଙ୍କର ସମସ୍ୟାର ସମାଧାନ କରିବାର ସେତିକି ଉତ୍ତରଦାୟିତ୍ୱ ମୁଁ ମୋର ମୁଣ୍ଡକୁ ନେବି। ଦେଖନ୍ତୁ, କିଛି ଲୋକ ଅଛନ୍ତି ସେମାନେ ବର୍ତ୍ତମାନ ବି ଭାବୁଛନ୍ତି ଯେ ବିଜେଡି ସରକାର ଚାଲିଛି। କେଉଁ ନେତାମାନଙ୍କ ପାଖକୁ ଯାଉଛନ୍ତି, ସେ ରିପୋର୍ଟ ମଧ୍ୟ ମୋ ପାଖରେ ଅଛି। ଏ 8,000 ଅମଲାକୁ ଷ୍ଟ୍ରାଇକ୍ କରି ତୁମେ ସରକାରକୁ ଅପଦସ୍ଥ କରିଦେବ। ଏବେ ଏତେବେଳ ପର୍ଯ୍ୟନ୍ତ କ୍ଷମତାରୁ ବାହାରକୁ ଯିବାଟା ହଜମ କରିପାରୁନାହାନ୍ତି ସେମାନେ। ମୁଁ ପୁରା ବିଜୁ ଜନତା ଦଳକୁ କାଠଗଡ଼ାରେ ଠିଆ କରିବା ପାଇଁ ଚାହେଁ ନାହିଁ, କିନ୍ତୁ ଯେଉଁମାନେ ବିଜୁ ଜନତା ଦଳ ସରକାର ସମୟରେ ସମ୍ପୂର୍ଣ୍ଣ କ୍ଷମତାକୁ ଉପଭୋଗ କରୁଥିଲେ ସେମାନଙ୍କର ହଜମ ହେଉନାହିଁ।
किमिति सरकारटा पळेगले तांकर सरकारटा पुणी पळे आसंता एवं क्षमता को सेमाने जिमिति बहुत लंबा समय पर्यंत उपभोग कले आहुरी करंती सेमान को जोड़ा नहीं जे सरकार जीवार नहीं 5 वर्ष भितरे एवं 5 वर्ष पर पुणी आउ थरे सरकार हेबो सेमाने जो दिवा स्वप्न देखुचंती आउ थरे केबे फेरिबी आउ जो मौज करथिले मौज करिबी ओडिशावासी सेमान को आउ थरे मौका देबार 1% भी संभावना नहीं आमे कहबा आगे स्ट्राइक होल्ड अप सेटा तो जो माने स्ट्राइक करछंती सेमाने कहबे किंतु आज मो पाखु विभिन्न जिलार अमला संघर कर्मचारी माने आइथिले बहुत लंबा समय सेमानक संगे बो कथावार्ता कली एवं सेमाने मध्य कहले जे हमकु ये सब अग्रगति बाबद रे लुच्चा गला संघ हमकु कहिला नहीं आपनक संगे मोर संगे जहा कथावार्ता हला सेमानकर सेमाने प्रकृति कर्मचारी मानकु संघर सदस्य सदस्य कहबा कथा कहू नांती उल्टा कहउचंती तेणु सेमाने मध्य हृदयंगम कलेनी।